ସେଇ କଥାଟା ଚରିତ୍ର ମାଧ୍ୟମରେ ଥାଏ କିନ୍ତୁ ଉଦ୍ଦେଶ୍ୟରେ ନଥାଏ। ସେମାନେ ଚାହାନ୍ତି ଯେ ଭାଇ କେମିତି ଟିକେ ଚିଡି ଯାଉ, ମୁଁ ତାଙ୍କରି ପାଇଁ ଚିଡି ଯାଏ କିନ୍ତୁ ଭିତରେ ମୁଁ ହସେ। ଆଉ ଚଳଚ୍ଚିତ୍ରରେ ସେମିତିଆ ଚରିତ୍ର କିଛି ମିଳୁନି। ଲକ୍ଷ୍ୟ କଣ ଏତିକି କହିବି, ସବୁ ଓଡିଶାବାସୀ ସମଗ୍ର ମୋର ମିଡିଆ ଭାଇ ମାନେ ଯେତେ ସବୁ ଅଛନ୍ତି ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଆଜି ନାଲିଆମ୍ବ ଆଜି ତାର କାୟା ବିସ୍ତାର କରିଥାଏ ବା ଓଡିଶାବାସୀ ସମସ୍ତଙ୍କ ହୃଦୟରେ ଥାଏ କେବଳ ମୋର ମିଡିଆ ଭାଇ ମାନଙ୍କ ପାଇଁ। କଣ କାହାର କ୍ଷତି ହେଇଛି ମୁଁ ଜାଣିନି କିନ୍ତୁ ମୋ ପାଇଁ ମାନେ କହିବା କଥା ନାହିଁ, ଯେମିତି କହନ୍ତି ନାହିଁ ଗୋଟେ ଭଗବାନ ସ୍ୱରୂପ ଆମର ମିଡିଆ ଭାଇ ମାନେ, ତାଙ୍କୁ ମାନେ ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ତାଙ୍କୁ ଜଣେଇବି। ଏତିକି କହିବି ଯେ ଆଜି ଯଦି ମୁଁ କଳାକାର ହେଇଥାଏ, ଆଜି ସମସ୍ତଙ୍କୁ ହସଉଥାଏ, ମୋ ଭିତରେ ସେମିତି କିଛି କଳା ନାହିଁ ମୁଁ ନିଜେ ଜାଣିପାରେ, କିନ୍ତୁ ଯାହା ବି ହଉ ସମସ୍ତଙ୍କର ଆଶୀର୍ବାଦ ଅଛି। ମା ଶାରଳା ମାଙ୍କର ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ସେ ଘଣ୍ଟ ଘୋଡେଇ ରଖିଛନ୍ତି। ତେଣୁ ମୋ କଳାରେ କିଛି ଲୋକଙ୍କୁ ଟିକେ ଭଲ ଲାଗିଲା, ନାଲିଆମ୍ବ ଲୋକ ସମସ୍ତେ ହସୁଛନ୍ତି, ସେଇଟା ହଉଛି ବଡ କଥା। ଆଉ ଗୋଟେ କଳାକାର ପାଇଁ ଆଉ କଣ ଥାଇପାରେ। ଆପଣଙ୍କର ଗୋଟେ ବଢିଆ କମେଡି ଟେ ରିଲିଜ ହେଇଛି, ଯାହାକି ଆପଣ ସେଥିରେ କଣ କରିବେ ଆପଣ ନାଇଁ ନିଶ୍ଚିତ ହିସାବରେ ଲୋକମାନେ ଦେଖୁଛନ୍ତି, ଭଲ ମନ୍ଦ ତ ଲାଗି ରହିଛି। ଯଦି କିଛି ଅଲଗା କଥା କଣ ଥାଏ ମତେ ସବୁବେଳେ କ୍ଷମା ଚାହେଁ ଯେ ନାହିଁ ଦର୍ଶକ ବନ୍ଧୁ ଭଲ ଭଲ ଜିନିଷ ଦେଖନ୍ତୁ। ଆଉ କମେଡି ମାଧ୍ୟମରେ ତ ଆମେ କାହାକୁ ଗୋଟେ ଛୋଟିଆ ମୋଟିଆ ଆକ୍ଷେପ କରି କହିବୁ, କିନ୍ତୁ କାହାକୁ ବାଧିଲା ଭଳିଆ କଥା ଆମେ କରୁନାହିଁ। ଆଉ ତା ଭିତରେ ଯଦି ବି କିଛି ଅଶ୍ଳୀଳ ସିନ୍ ଥାଏ ବା କିଛି ଅଲଗା କଥା ଥାଏ ମୁଁ ସବୁବେଳେ କ୍ଷମା ଚାହେଁ ଯେ ନାଇଁ ସେଇ କଥାଟା ଚରିତ୍ର ମାଧ୍ୟମରେ ଥାଏ କିନ୍ତୁ ଉଦ୍ଦେଶ୍ୟରେ ନଥାଏ। ସେଇ ଗୋଟାକ ସେଇ ଚରିତ୍ର ନ କରନ୍ତୁ, ମୋର ଆମର ସେଇଟା ହିଁ ମେସେଜ ଥାଏ। ଆପଣ ଦେଖିଥିବେ କୋଭିଡ ଆଜ୍ଞା କିଛି ଆଗରେ ୟୁଟ୍ୟୁବର୍ସ ଅଛନ୍ତି ଡବଲ ମିନିଂ ଆମର ସଂସ୍କାର ସଂସ୍କୃତି କଳା ବୋଲି କହୁଛନ୍ତି, ଆଜ୍ଞା ତାକୁ ନେଇକି ଯୋଉଭଳି ଭାବରେ ଯେମିତି ପିଇସା ପୁତୁରା ବୋହୂ ବା ଶ୍ୱଶୁର ବୋହୂ ଏଇସବୁକୁ ନେଇକି ଯୋଉମାନେ ବ୍ୟାପାରରେ ଷ୍ଟାର କରୁଛନ୍ତି, ଯାହାକି ଆଜି ସେମାନେ ବଡିଗାର୍ଡ ଧରିକି ବୁଲୁଛନ୍ତି ସିନେମାରେ କାମ ପାଇଗଲା ପରେ। ଏଇସବୁ କଣ ଭାଇ ଠିକ? ଆପଣ ଜଣେ ହାସ୍ୟ ଅଭିନେତା, ଆପଣ ଜଣେ ହାସ୍ୟ କଳାକାର, ଆପଣ ଜଣେ ଆଗଧାଡିର ଏତିକି ମୁଁ ଗୋଟେ କହିବି, ଯଦି ଗୋଟେ ଭଲ ମଣିଷ, ଯଦି ଗୋଟେ କଳାକାର ଭଲ କଳାକାର ଆବଶ୍ୟକ ନାହିଁ, ଯଦି ଭଲ ମଣିଷ ହେଇଗଲା ସମସ୍ତେ ଭଲ ପାଇବେ, ସବୁ ଜାଗାରେ ସେଟା ସକ୍ସେସ ହେଇଯିବ। ଗୋଟେ ଭଲ ମଣିଷ ବେଶୀ ଡକ୍ଟରୀ ନ କରିଥିଲେ କିନ୍ତୁ ଲୋକ ସେଇ ଡକ୍ଟର ପାଖକୁ ଯାଉଥିଲେ। ମୁଁ କଣ ଏତେ କଳା କରିପାରୁଛି ନା ଏତେ କଥା ମୁଁ ତ ନିଜେ ଜାଣିପାରୁନି, କିନ୍ତୁ ଲୋକ କାହିଁ ତାହେଲେ ପସନ୍ଦ କରୁଛି। ସର୍ବପ୍ରଥମେ ଆମେ ଭଲ ମଣିଷ ହବା ଦରକାର। କୋଉମାନେ ତାଙ୍କର କଣ ସୋ ମତ ଇଣ୍ଟରେଷ୍ଟ ସେମାନେ ବଡିଗାର୍ଡ ଧରୁଛନ୍ତି, ଆମେ ତ ସେଟା କହିପାରିବାନି, କିନ୍ତୁ ତାଙ୍କର ସେଇଟା ଗୋଟେ ଇଚ୍ଛା, ତାଙ୍କର ସେଇଟା ଗୋଟେ ଯଦି ସେମାନେ ଆଦତରେ ପଡିଯାଇଥିବେ ଯେ ଆମର ଚାରିଟା ବଡିଗାର୍ଡ ରହିଲେ ଆମକୁ ଖୁସି ଲାଗୁଛି, ଆମକୁ ଗୋଟେ ଷ୍ଟାଇଲ ମାରିବାକୁ ଆମକୁ ଭଲ ଲାଗୁଛି, ସେଇଟା ତାଙ୍କର ବ୍ୟକ୍ତିଗତ ଇଚ୍ଛା। କିନ୍ତୁ ମୋ ମତରେ ସାଧାରଣ ଜୀବନ ଯାପନ ହିଁ ସବୁଠୁ ଭଲ। ଆମେ କେବେ ସେଟା କରିବୁନି। ମୁଁ ଜାଣିନି କେତେ ପାହାଚ ମୁଁ ଚଢିଛି ସେଟା ଓଡିଶାବାସୀ କହିବେ, କିନ୍ତୁ ଆମେ କେବେ ସେସବୁ କଥା କରିପାରିବୁନି। ଆମ ଭିତରେ ସେଇଟା କାହିଁ କେବେ ଆସିନି। ସୋସିଆଲ ମିଡିଆରେ ଆପଣଙ୍କୁ ନାଲିଆମ୍ବର ଆପଣ ଫେମ୍ ପାଇଲେ, ଯେତେବେଳେ ଆପଣଙ୍କୁ ବାହାରେ ନାଲିଆମ୍ବ ଡାକିଦିଏ ଆପଣ କେମିତି ଫିଲ୍ ହୁଏ? ନାଲିଆମ୍ବ ଡାକିଲେ ସେମାନେ ଚାହାନ୍ତି ଯେ ଭାଇ କେମିତି ଟିକେ ଚିଡି ଯାଉ, ମୁଁ ତାଙ୍କରି ପାଇଁ ଚିଡି ଯାଏ କିନ୍ତୁ ଭିତରେ ମୁଁ ହସେ। କାହିଁକି ନା ଯେହେତୁ ସେ ଚରିତ୍ରଟା ହେଇଛି ସେମିତି ଚିଡିଲା ଭଳିଆ ଗୋଟେ ଚରିତ୍ର ଗୋଟେ ଦେଇଥିଲେ, ତେଣୁ ସମସ୍ତେ ସେଇଟାକୁ ପସନ୍ଦ କଲେ। ମତେ ସବୁଠୁ ମାନେ ମୁଁ ନିଜକୁ ଧନ୍ୟ ମନେ କରେ। ତେଣୁ ଲୋକମାନେ ଚାହାନ୍ତି ଜ୍ଞାନ ଭାଇ କେମିତି ଚିଡୁ, ମୁଁ ଯେତେ ପ୍ରୋଗ୍ରାମ ଯାଏ ସେଇଭଳି କରେ, କିନ୍ତୁ ମନ ଭିତରେ ଭାରି ହସ ଥାଏ। ଯେହେତୁ ଏଇ ଚିଡିବା ଦ୍ଵାରା ଯଦି ସମସ୍ତେ ହସୁଛନ୍ତି, ସମସ୍ତେ କୁହନ୍ତି ଜ୍ଞାନ ଭାଇ ଆମେ ଖାଇଲା ବେଳେ ସେ ନାଲିଆମ୍ବଟେ ଦେଖୁଛୁ। ଆଉ ମୋର ସାନ ଭାଇ ଗୁଲୁଆକୁ ଅଶେଷ ଅଶେଷ ଧନ୍ୟବାଦ। ବହୁ ଚରିତ୍ର କରିଛି ମୋ ଭାଇ, କିନ୍ତୁ ଗୋଟେ ଏମିତି ଗୋଟେ ଅଖାଡୁଆ ୱାର୍ଡ ଗୋଟେ ଦେଇଦେଲେ ନାଲିଆମ୍ବ, ଯାହାକି ସମସ୍ତେ ଭଲ ପାଉଛନ୍ତି। କିଛି ନାହିଁ ଆଜ୍ଞା, ମୋ ସ୍ତ୍ରୀ ଏପର୍ଯ୍ୟନ୍ତ ବୁଝିପାରିଲାନି, ମୋ ପୁଅ ବୁଝିପାରୁନି, ମୁଁ ବୁଝିପାରୁନି। ନାଲିଆମ୍ବ କିଛି ନାହିଁ, ଗୋଟେ ହସ ମଜା ଗୋଟେ ୱାର୍ଡ। ଆଉ କଣ ନାଲିଆମ୍ବ ଆମ୍ବଟା ଦେଖିବାକୁ ହଳଦିଆ, ନାଲି କେମିତି ହେଲା ମୁଁ ଆଜି ପର୍ଯ୍ୟନ୍ତ ସେ ଉତ୍ତର ପାଉନି। ଯାହା ବି ହଉ ସମସ୍ତେ ଖୁସି ଅନୁଭବ କରୁଛନ୍ତି, ସେଇଟା ହଉଛି ବଡ କଥା। ଆଉ ସମସ୍ତେ ଭଲରେ ରୁହନ୍ତୁ, ରଜ ପର୍ବ ସମସ୍ତେ ଖୁସିରେ ଆନନ୍ଦରେ ପାଳନ କରନ୍ତୁ ଆଉ ଉତ୍ସାହର ସହ। ଆଉ ଆମ ଚଳଚ୍ଚିତ୍ର ଜଗତ, ସିରିଏଲ ଜଗତ, ୟୁଟ୍ୟୁବ ଜଗତ ଆଉ ଯାତ୍ରା ଜଗତ ଭଲରେ ଚାଲୁ, ସମସ୍ତେ ହସ ଖୁସିରେ ଯାଆନ୍ତୁ ଆଉ ଖୁସିରେ ମନାନ୍ତୁ, ଏଇଟା ହଉଛି ମୋର ଆଶା। ଆଉ ସମସ୍ତଙ୍କୁ ମୁଁ ଏତିକି କହିବି, ଆମେ କେତେବେଳେ ଝଗଡା କରିବାନି, ନିଜ ନିଜ ଭିତରେ ସମନ୍ୱୟ ସୃଷ୍ଟି କରିବା। ଆଉ ଗୋଟେ କଳାକାର ମିଡିଆ ଇଏ ଗୋଟେ ଯେମିତି ବାପ ପୁଅର ସମ୍ପର୍କ, ସେମିତି କଳାକାର ଦର୍ଶକ ସେମିତି ବାପ ପୁଅର ସମ୍ପର୍କ, ସେମିତି ସେଇ ସମନ୍ୱୟ ରଖିକି ଆମେ ଚିରାଚରିତ ଭାବେ ଯିବା, ଏଇଟା ହଉଛି ମୋର ଆଶା। ଆପଣ ଦେଖିଥିବେ ଯାତ୍ରା ଜଗତ, ସିନେମା ଜଗତ, ଝଗଡା ଲାଗି ସେଇଟା ଜ୍ଞାନ ଭାଇ କେତେବେଳେ, ଜ୍ଞାନ ଭାଇ ବହୁତ ଲୋକଙ୍କ ସହିତ କାମ କରୁଛି, କିନ୍ତୁ ଜ୍ଞାନ ଭାଇ କେତେବେଳେ ଦେଖିବାକୁ
ନାଇଁ ମୁଁ କେବେ କୋଉଠି ଝଗଡା କରିନି, ଏଇଥିପାଇଁ ମୁଁ ନିଜକୁ ଜାଣିପାରେ ଯେ ଏଥିରେ କିଛି ଲାଭ ନାହିଁ। ଯାତ୍ରାରେ ଆମେ ଗୋଟେ କଳାକାର, ଆମେ ପ୍ରଡ୍ୟୁସରକୁ ସହଯୋଗ କରିବା, ଯିଏ ଯାତ୍ରା ମାଲିକ ଯିଏ ସିଏ ବି କଳାକାରକୁ ବି ସହଯୋଗ କରିବ। ସବୁ ଫିଲ୍ମରେ ଆଜି ଫିଲ୍ମରେ ମୁଁ 7-8 ବର୍ଷ ହେଲା ଆସିପାରୁନି, ଏଇଥିପାଇଁ ମୋର ୟୁଟ୍ୟୁବ ତା ପଛ ଅଛି। ତେଣୁ ମୁଁ ଚଳଚ୍ଚିତ୍ର ଆସିପାରୁନି। ଆଉ ଚଳଚ୍ଚିତ୍ରରେ ସେମିତିଆ ଚରିତ୍ର କିଛି ମିଳୁନି। ଆମେ 10 ମିନିଟ୍ ଭିତରେ ୟୁଟ୍ୟୁବରେ ଆମେ ତା ଦେହରେ ହିରୋ, ଆମେ ଫିଲ୍ମରେ ଯାଇକି ହିରୋ ସାଙ୍ଗରେ ସାଇଡରେ କାହିଁକି ଯାଉଛୁ? ତେଣୁ ଚରିତ୍ର ଯେତେବେଳେ ନ ମିଳିବ ଦେଖିବା। ଚରିତ୍ର ତ ଏବେ ମତେ ଭଲ ଭଲ ଚରିତ୍ର ମିଳୁଛି, ମୁଁ କରୁଛି। ତେଣୁ ସମସ୍ତେ ସବୁ ଜାଗା ଆମେ ଆପଣ ସିନେମା ଜଗତରେ ବି ବର୍ତ୍ତମାନ ଥିଲା, ଏବେ ବି ରୋକି ସିନେମା କରୁଥିଲେ ଆଉ ଯୋଉ ୟୁଟ୍ୟୁବର ହିସାବରେ ରହିଛନ୍ତି, ଆପଣ ଶାନ୍ତି କୋଉଠି? ଶାନ୍ତି ୟୁଟ୍ୟୁବରେ ମିଳୁଛି। ମୋ ମନ ମାନେ ମୋ ପସନ୍ଦର ଅଭିନୟ ମତେ ମିଳୁଛି ଏବଂ ମୁଁ ମୋ ଚରିତ୍ରଟାକୁ ବି ଦେଖି ପାରୁଛି, ତା ଭିତରେ ହସେଇ ପାରୁଛି, ତା ଭିତରେ ପୋଲିସ ରୋଲ କେତେବେଳେ କରୁଛି, କେତେବେଳେ ବାପା କରୁଛି, ବିଭିନ୍ନ ପ୍ରକାର ଚରିତ୍ର, ଯୋଉ ଚରିତ୍ର ସେଠି ମିଳୁନଥିଲା। ଏବଂ ସେମାନେ କହୁଥିଲେ ଯେ ନାଇଁ ଏଇଟା ସେଇଟା ସେଇ ଆଉଟପୁଟଟା ଆସୁନି। ତାହେଲେ ୟୁଟ୍ୟୁବରେ କେମିତି ସେ ଆଉଟପୁଟଟା ଆସୁଛି ସେଇଟା ସିଏ ଜାଣିଥିଲେ। ବଡ ସ୍କ୍ରିନରେ ଦେଖୁଥିଲେ, 72 mm ଦେଖୁଥିଲେ, କିନ୍ତୁ ଆଜି ଗୋଟେ 6 ଇଞ୍ଚିଆ ମୋବାଇଲ ଭିତରେ ଯାହା ଆପଣଙ୍କର କଳା ପ୍ରଦର୍ଶନ କରେ, ଯୋଉ ତାଳି ଆଉ ଗାଳି ତାକୁ ନେଇକି ଆପଣ ନିଶ୍ଚିନ୍ତ ହିସାବରେ ଖୁସି ଅଛି। ଆଉ ତା ଦେହରେ ବେଶୀ ଶ୍ରେୟ ହଉଛି ମୋ ମିଡିଆ ଭାଇ, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ମୁଁ ଆଜି ୟୁଟ୍ୟୁବରେ ଭାଇରାଲ ହେଇଥାଏ ଆଉ ସର୍ବ ସମ୍ମୁଖରେ ଆସିଥାଏ, ନାଲିଆମ୍ବର ପରିଚୟ ପାଇଥାଏ, ମୋ ମିଡିଆ ଭାଇ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତାଙ୍କରି ପାଇଁ ଗୋଟେ ପ୍ରଶ୍ନ ପଚାରିଥିଲି, ଡାକିଛି କି ନିଶ୍ଚିତ ମୋ ପୁଅକୁ ମୁଁ କେବେ ରାଗିକି କହିନି, ଯେତେବେଳେ କହିଦିଏ କାହିଁ ଗୋଟେ ସେମିତି କଥା ନାଲିଆମ୍ବ, ସିଏ ଏମିତି କହିଦିଏ। ମୁଁ କହିଲେ ବାପାକୁ ନାଲିଆମ୍ବ କହୁଛୁ, ମୁଁ ତୋର କଣ ଅଛାବି ନା କଣ? ନା ମମି କେମିତି କହିଥିଲା? ମୁଁ କହିଲି ସିଏ ମୋ ସ୍ତ୍ରୀ, ଆମେ ସ୍ୱାମୀ ସ୍ତ୍ରୀ ଗାଈ କୁକୁଡ଼ା କୁକୁରୀ, ତୁ ମୋର କିଏ? ତୁ ମୋର ପୁଅ। ମୁଁ ଏଇଟା ଡରିକି ଟିକେ ରହୁନ, ତମକୁ କିଏ ଡରୁଛି? କେହି ତ ଡରୁନାହାନ୍ତି, ମୁଁ କାହିଁ ଡରିବି? ଏମିତି କହିଦିଏ ଗେଲରେ। ନାଇଁ ଆସିଛନ୍ତି ନାଇଁ ସିଏ ଆସିବେନି। ନାଇଁ କାହିଁକି ଏଇ ଲାଇନରେ ମୁଁ ଅଛି, ମତେ ଟିକେ ବେଳେ ବେଳେ ଡର ମାଡେ। କାହିଁକି ନା ଏଇ କଥା ଭିତରେ କେତେବେଳେ ଟିକେ କଥା ଇନବାଲାନ୍ସ ହେଲେ ସବୁବେଳେ ମାନେ ଅକଳିଆରେ ଆମେ ପଡିଯାଉ। ତେଣୁ ସେଇ କଥାଟା ମୁଁ ମୋ ପୁଅ କ୍ଷେତ୍ରରେ ଦେଖିପାରୁନି। ମୋ ପୁଅ ଭଲ କଳାକାର, କିନ୍ତୁ ମୁଁ ତାକୁ ରଖିଛି, ସେ କୋଉଠି ଚାକିରି ଫାକିରି କରିବ। ଆଉ କଳା ମୋରି ଦ୍ଵାରା ଯାହା ଯେତିକି ସମ୍ଭବ ହଉଛି, ଆମେ ତ କଳାକାର ଇଏରୁ ଆସିନୁ, କରୁ କରୁ ଏମିତି କଳାକାର ହେଇଯାଇଛି ଆଉ। ଭାଇ ଭାଇ ମରିଭାଇ, ଆଜ୍ଞା। ତାପରେ ପରେ ଆପଣ କାହାକୁ ଜାଗାରେ ଆପଣଙ୍କର ଜାଗାରେ କୋଉଠି କମେଡିଟାକୁ ଆପଣଙ୍କୁ ଭଲ ଲାଗେ? ମୁଁ ବ୍ୟକ୍ତିଗତ ହିସାବରେ ଆପଣ କଣ ଭାବିପାରନ୍ତି ଓଡିଶାବାସୀ, ମୁଁ କହିପାରିବିନି। ମୁଁ କାହାକୁ ଅନୁସରଣ କରେନି, ମୁଁ ନିଜେ କଣ କରିପାରିବି ମୁଁ ସେଇଟାକୁ ଅନୁସରଣ କରେ, କିନ୍ତୁ ସମସ୍ତଙ୍କର ଦେଖେ, କାହାକୁ ଅନୁସରଣ କରେ। କମେଡି କରିବା ପାଇଁ କେମିତି ମାନେ ନିଜକୁ ଭାବିଲେ ଯେ କମେଡି କଲେ ମୁଁ ଆଜି ଏଇ ଜାଗାରେ ପହଞ୍ଚିପାରିବି? ଯେମିତି ଆପଣମାନଙ୍କ ଦ୍ଵାରା ମୁଁ ଭାଇରାଲ ହେଲି, ମୁଁ ଜାଣିନଥିଲି, ଆପଣମାନେ ମତେ ଭାଇରାଲ କଲେ। ସେମିତି ମୁଁ ଜାଣିନଥିଲି କମେଡି କରିବି ବୋଲି, ଡାଇରେକ୍ଟର ମାନେ ମତେ କମେଡି ଆଡୁ ସଡା ଚରିତ୍ର ଦେଇଦେଇ ମତେ କମେଡିଆନ କରିଦେଲେ। ତେଣୁ ମୁଁ ବି କ୍ୟାରେକ୍ଟର କରିପାରିବି, ସେମିତି କିଛି ନାହିଁ। ଯେତେବେଳେ ଡାଇରେକ୍ଟର ଚାହିଁବେ ଜ୍ଞାନ ଚରିତ୍ର କରିବ, ମୁଁ ଚରିତ୍ର ବି କରିପାରିବି। ଆଗକୁ ଆଲିଆକୁ ଦର୍ଶକ କେଉଁ ଚରିତ୍ର ଦେଖିବାକୁ ପାଇ? ନିଶ୍ଚିନ୍ତ ହିସାବରେ ଭଲ ଆଉଛି କମେଡି ଆଉଛି ୟୁଟ୍ୟୁବର। ତାପରେ ମୋର ଆଗକୁ ଅଛି, ମୁଁ ଯାତ୍ରା ଯିବା ପାଇଁ ଗୋଟିଏ ବହିରେ କରିବା ପାଇଁ ଗୋଟେ ଯୋଜନା ଚାଲିଛି, ଯାତ୍ରାବାଦୀ ଫାଇନାଲ ହେଇନି, କିନ୍ତୁ ନିଶ୍ଚିନ୍ତ ହିସାବରେ ହବ। ଯାତ୍ରାବାଦୀକୁ ପଇସା ଦେଖି ନାଇଁ, ଯୋଉଠି ପଇସା ହେଲା କଳାକାର ସିଆଡେ ଗଲେ ସେଇଟା କଥା କିଛି ଅସୁବିଧା ନାହିଁ। ସେମିତି ଆମେ କହିପାରିବାନି, ଯେତେବେଳେ ଯୁଆଡେ ପଇସା ହେଲା ସିଆଡେ କଳାକାର ଚାଲିଲେ ଆଉ।